ଆଉ କେତେ ଜଣ ଆଜି ଶୁଣିବା ପାଇଁ ଇଚ୍ଛା ଅଛି? Hallelujah. So could you all please take with me Matthew, Gospel of Matthew, ଆସନ୍ତୁ ଆମେ ମାନେ ଆମର ବାଇବେଲକୁ ଦେଖିବା। ଆମେ ଦେଖିବା ମଥି ଲିଖିତ ସୁସମାଚାର chapter 5, ଆଉ ତାର 5 ଅଧ୍ୟାୟ verse 14. ଆଉ ତାର 14 ପର୍ବ। ତୁମେମାନେ ଜଗତର ଜ୍ୟୋତି, ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ Amen, ରହିନପାରେ। amen. Enough. You are the light of the world. ଆଉ ତୁମେ ଜଗତର ଜ୍ୟୋତି। Hallelujah. ହାଲେଲୁୟା Hallelujah. ହାଲେଲୁୟା। You are the light of the world. ଆଉ ଆପଣ ମାନେ ଜଗତର ଜ୍ୟୋତି। So in this morning I want to talk about few things from this verse. ଆଉ ମୁଁ ଆଜି ସକାଳ ସମୟରେ ମୁଁ ଏଇ ବିଷୟ ଠାରୁ ମୁଁ ଆପଣ ମାନଙ୍କର ନିକଟରେ କିଛି Which ବିଷୟ God କହିବାକୁ kept in ଚାହେଁ। my, which God kept in my mind. ଆଉ ଯାହା ପ୍ରଭୁ ମୋର ହୃଦୟ ଦେଇଛି। So I want to each and everyone to listen carefully and receive the word of ଆଉ God. ମୁଁ ଚାहे କି ଆପଣ ମାନେ ପ୍ରତ୍ୟେକ ମୋ କଥାରେ ଆପଣ ଧ୍ୟାନ ଦିଅନ୍ତୁ କଣ ପ୍ରଭୁ ଆପଣ ମାନଙ୍କର ସହିତ ମୋ ଦ୍ୱାରା କଥା କହିବାକୁ ଚାहे। Here the word of God saying is that you are the light of the world. ଆଉ এই ସ୍ଥାନରେ ଆମେ ଯେମିତି ପଢିଲେ ଆମେ ମାନେ ଦେଖି ପାରିଲି এই ସ୍ଥାନରେ ଏମିତି ଲେଖା ହେଇଛି ତୁମେ ଜଗତର ଜ୍ୟୋତି। So if you think about the light, ଆଉ ଆପଣ ମାନେ ଯେତେବେଳେ ଜ୍ୟୋତି ବିଷୟ ଚିନ୍ତା କରିବାକୁ ଯିବେ so we all know there are what is the energy source of light? ଆଉ ଆପଣ ମାନେ କି ଜାଣନ୍ତି ଜ୍ୟୋତିର ଯେ What is the energy? What is the energy of source? Source of light. ଆପଣ ମାନେ କି ଜାଣନ୍ତି Source of light. ଜ୍ୟୋତିର ସୋର୍ସ କୋଉଠି ଠାରୁ ଆସିଛି? From it is, so if you think that, so for our earth, sun is the source. Sun ଆପଣ ମାନେ ସୂର୍ଯ୍ୟ ବିଷୟ ଚିନ୍ତା କରିଲେ is the source of light for our earth. ଆଉ Sun is the source. ସୂର୍ଯ୍ୟ ହଉଛି ଆମର ଆଲୋର ପୃଥିବୀ ପାଇଁ ସୂର୍ଯ୍ୟ ହଉଛି ଆଲୋର ସୋର୍ସ। Hallelujah. So there are different types from where we will get the light. ଆଉ ବିଭିନ୍ନ ପ୍ରକାର ବିଷୟ ଅଛି ଯାହା ଦ୍ୱାରା ଆମେ ଜ୍ୟୋତି ପାଉଛୁ। So today night the other source of which I want to talk from the word of God is, ବଟ୍ ଆଜି ଆମେ ଧ୍ୟାନ ପୂର୍ବକ ଶୁଣିବା କଣ ବିଷୟ କଣ ଜ୍ୟୋତି ବିଷୟ ମୁଁ ପରିଚୟ କରିବାକୁ ଚାହେଁ। fire. ସେ ଜ୍ୟୋତି ହଉଛି ଅଗ୍ନି। Fire. ଅଗ୍ନି। Amen. Hallelujah. Hallelujah. So the word of God, see here we have read very carefully that ଆଉ এই ସ୍ଥାନେ ଆମେ ମାନେ ବହୁତ ଧ୍ୟାନ ସହିତ ଆମେ ପଢିବା। see, you are the light of the world. ଆଉ ତୁମେ ଜଗତର ଜ୍ୟୋତି। If we want to become the light of the world, ଆଉ ଆପଣ ମାନେ ଯଦି ଜଗତ ଜ୍ୟୋତି ହେବାକୁ ଚାହଁ first we need to fire. ଆଉ ପ୍ରଥମେ ଆପଣଙ୍କୁ ଗୋଟେ ଅଗ୍ନି ହେବା ଅଛି। We need to burn like fire. ଆଉ ଆମ ମାନଙ୍କୁ ଗୋଟେ ଫାୟାର ପଡି ଆମକୁ ଜ୍ୱଲିବାକୁ ଅଛି। Amen. Hallelujah. Hallelujah. As the children of the light, the word of God is saying that you are the light of the world. ଆଉ ଆମେ ମାନେ ଯେପରି ଯେ ଈଶ୍ୱରଙ୍କର ସନ୍ତାନ ମାନେ ଆମ ମାନେ ହଉଛି ଜଗତର ଜ୍ୟୋତି ଅଟେ। So for that we need to be burnt like fire. ଆଉ ସେଇ କାରଣରେ ଆମ ମାନଙ୍କୁ ଜଗତ ଜ୍ୟୋତି ହେବା କାରଣରେ ଆମକୁ ଏକ ଅଗ୍ନି ପରି ଆମକୁ ଦଗ୍ଧ ବା ଜ୍ୱଳିବାକୁ ହେବ। Hallelujah. Hallelujah. Let me give you an example. ଆଉ ମୁଁ ଗୋଟେ ଉଦାହରଣ ଦେବାକୁ ଚାହେଁ। See, if you are in darkness, will not have any light. ଆଉ ଯେ ସ୍ଥାନରେ ଅନ୍ଧକାର ଅଛି ସେ ସ୍ଥାନରେ ଆମେ ଆଲୋକ ପାଇପାରିବାନି। So if you are like dark, ଆଉ ଆପଣ ମାନେ ଯଦି ଅନ୍ଧକାରକୁ ଦେଖିବେ see, no one can find you. ଆଉ ଆପଣ ମାନେ ଯଦି ଅନ୍ଧକାରରେ କେଉଁଠି ଯିବେ ଆପଣ ମାନଙ୍କୁ କେଉ ଦେଖି ପାରିବେନି। So when you are burning like fire, ବା ଯେତେବେଳେ ଆପଣ ମାନେ ଗୋଟେ ଅଗ୍ନି ପରି ଜ୍ୱଳିବ you will attract everyone in the world. ଆଉ ଯେତେ ବି ଅନ୍ଧକାର ମଧ୍ୟରେ ଯିବେ ଯେତେ ଜଗତ ଯେଇ ସ୍ଥାନରେ ଯିବେ ବଟ୍ ଆପଣ ମାନେ ସବୁବେଳେ ଜ୍ୱଳିବେ। Amen. Hallelujah. So we all how many if you want to become like fire, ଆଉ ଆଜି କେତେ ଜଣ ଆପଣ ମାନେ ଗୋଟେ ଅଗ୍ନି ପରି ଦଗ୍ଧ ହେବା ପାଇଁ ଅଗ୍ନି ପରି ଜ୍ୱଳିବା ପାଇଁ ଆପଣ ମାନେ ଚାହୁଁଛ। Hallelujah. Hallelujah. So if you want to become like a burning fire, ଆଉ ଆପଣ ମାନେ ଯଦି ଆଜି ଅଗ୍ନି ପରି ଜ୍ୱଳିବାକୁ ଚାହାନ୍ତି so we need to do something. ଆଉ ତାହେଲେ ଆମକୁ କିଛି କରିବାକୁ ହେବ। Suppose think like if you are planning to cook with wood. ଆଉ ଯଦି ଆପଣ ମାନେ ଚିନ୍ତା କରିବ ଯଦି ଆପଣ ମାନେ କିଛି ବିଷୟକୁ ରୋଷେଇ କରିବାକୁ ଯିବ so if you simply keep their wood, it will not burn. ଆଉ ଯେତେବେଳେ ଆପଣ ମାନେ ରୋଷେଇ କରିବାକୁ ଯିବ ଆପଣ ମାନେ କାଠକୁ ସାମ୍ନାରେ ରଖିଥିଲେ ସେ କାଠ ଅଟୋମେଟିକଲି ଜ୍ୱଳିବନି। So we need to do something before it. If we want to
flame that we need to do something. সেটা অগ্নি আসিবার জন্য আমাকে ও কাঠ রাখিদেলে অটোমেটিকলি অগ্নি আসি জীবনে সেটা পাই আমাকে কিছু করিবাকু হেব। So in this morning, I want to discuss with you the three things which you need to do if you want to burn like a fire. ଆଉ ଆମେ ତିନଟି ବିଷୟ ଆପଣଙ୍କ ସହିତ ଆମେ ସେୟାର କରିବାକୁ ଚାହେଁ ଆଜି ମଧ୍ୟାହ୍ନ ସମୟରେ ଯାହା ଆପଣଙ୍କୁ ଅଗ୍ନି ପରି ଜ୍ୱଳିବାକୁ ସାହାଯ୍ୟ କରିବ। Amen. Hallelujah. ହାଲେଲୁୟା Hallelujah. ହାଲେଲୁୟା। Could you all please take Jeremiah chapter 23? ଆଉ ଆସନ୍ତୁ ଆମେ ମାନେ ଆପଣ ଆମ ବାଇବେଲରେ ଦେଖିବା ଜିରିମିୟ ପୁସ୍ତକ ତାଙ୍କ I request everyone to please open ଆପଣ Jeremiah ମାନେ ପ୍ରତ୍ୟେକ ଆପଣ ବାଇବେଲ କୁ ଖୋଲନ୍ତୁ ଜିରିମିୟ ଭାଗବତୀ ପୁସ୍ତକ ତାର 23 ଅଧ୍ୟାୟ 23-29. ଆଉ ତା 29 29 ପଦ। Amen. Hallelujah. Is not my word like a fire? ଆଉ ମୋର ଯୋଉ କଥା ତାହା କି ଅଗ୍ନି ପରି ନାହିଁ। Amen. Hallelujah. ହାଲେଲୁୟା। See, the first thing we need to do is, ଆଉ ପ୍ରଥମ ବିଷୟ ଯାହା ଆମକୁ କରିବାକୁ ଦରକାର see, the scripture is saying very clearly that ଆଉ ପ୍ରଭୁଙ୍କର ବାକ୍ୟ ପରିଷ୍କାର ଭାବେ ଏହା କହେ is not my word like a fire. ଆଉ ମୋର କଥା କି ଅଗ୍ନି ପରି ନାହିଁ। See, we need to fill us with the words of God. ଆଉ ପ୍ରଥମ ବିଷୟ ମୁଁ ଯାହା କହିବାକୁ ଚାହେଁ କି ଈଶ୍ୱର ବାକ୍ୟରେ ଆମକୁ ପରିପୂର୍ଣ୍ଣ ହେବା ଅଛି। Amen. Hallelujah. Hallelujah. We need to be filled with the word of God. ଆଉ ଆମକୁ ପ୍ରଭୁଙ୍କର ଆତ୍ମାରେ ପରିପୂର୍ଣ୍ଣ ହେବାକୁ ଅଛି। See, if you see the life of the Jeremiah, ଆଉ ଆମେ ମାନେ ଯେତେବେଳେ ପ୍ରଭୁ ଆମେ ମାନେ ଜିରିମିୟଙ୍କ ଜୀବନକୁ ଦେଖିବାକୁ ଚେଷ୍ଟା so କରିବା when God called him for doing the prophetical ministry, ଆଉ ଆମେ ମାନେ ଯେତେବେଳେ ତାଙ୍କର ଭବିଷ୍ୟତବାଣୀ ଯୋଉ ସେବା କାର୍ଯ୍ୟକୁ ଆମେ ଦେଖିବାକୁ ଚେଷ୍ଟା କରିବା what Jeremiah is doing? ଆଉ କେମିତି ପ୍ରକାର ସେ କହୁଛି କାର୍ଯ୍ୟକୁ କରୁଛି। Jeremiah is saying that, Lord, I am child. ଆଉ ଜେରିମିୟା ଏହି ପ୍ରକାର ପ୍ରଭୁଙ୍କର ନିକଟରେ ପ୍ରଥମେ କହିଲା ପ୍ରଭୁ ମୁଁ ବାଲକ ଅଟେ Lord, I don't know what to talk. ଆଉ ମୁଁ ଜାଣିନି କେମିତି ପ୍ରକାର ଭାବେ ମତେ କଥା କହିବାକୁ ହେବ। Lord, I don't know what to do. ଆଉ ମୁଁ ଜାଣିନି ମୁଁ କଣ କରିବାକୁ ହେବ। Then what God is doing there? ଆଉ ଆମେ ମାନେ ସେଇ ସ୍ଥାନରେ କଣ ଦେଖିବାକୁ ପାଉଛୁ God is keeping his word. God is find his mouth. ଆଉ ଆମେ ମାନେ ଦେଖିବାକୁ ପାରୁଛୁ ଗଡ ତାଙ୍କ ମୁଖରେ କଥା କହୁଛୁ। Amen. Hallelujah. 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 In this afternoon, could you all please take and listen very carefully to the what God is going to speak with you all. ମୋର ପ୍ରିୟ ମାନେ ଆହୁରି ଗୋଟେ ବାର ମୁଁ କହିବାକୁ ଚାହେଁ କି ଆପଣ ମାନେ ଦୟାକରି ଆପଣ ବାକ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ମଧ୍ୟାହ୍ନ ସମୟରେ ଏଇ ସଣ୍ଡେ ସର୍ଭିସରେ ପ୍ରଭୁ କଣ କଥା ଆପଣ ମାନଙ୍କର ସହିତ କଥା See, କହିବାକୁ ଚାହେଁ। the scripture what we read, it is saying that the word of God is the fire. ଆଉ ପ୍ରଭୁଙ୍କର ବାକ୍ୟ ବୋଲେ ତ ପ୍ରଭୁଙ୍କର ବାକ୍ୟ ଗୋଟେ ଅଗ୍ନି ସଦୃଶ। We need to be filled with the word of God. ଆଉ ସେ ଅଗ୍ନି ତୁଲ୍ୟ ବାକ୍ୟରେ ଆମକୁ ପରିପୂର୍ଣ୍ଣ ହେବା ଅଛି। Amen. Hallelujah. Could you all please take a Luke Gospel according to Luke ଆସନ୍ତୁ ଆମେ ମାନେ ଲୁକ୍ ଲିଖିତ ସୁସମାଚାରକୁ ଖୋଲିବା 24:32. ଆଉ ଆମେ ମାନେ ଯଦି ତାଙ୍କର 24 ଅଧ୍ୟାୟର 32 ପଦକୁ ଦେଖିବା। Hallelujah. Can you please read? ସେମାନଙ୍କର ଚକ୍ଷୁ ସେଥିରେ ସେମାନେ ପରସ୍ପର କହିଲେ ଯେତେବେଳେ ପଥ ମଧ୍ୟରେ ସେ ଆମ୍ଭମାନଙ୍କର ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ ସେତେବେଳେ କଣ ଆମମାନଙ୍କର ହୃଦୟ ଉତ୍ତପ୍ତ ହେଉନଥିଲା? Hallelujah. If you see the context that which we read, ଆଉ ଆମେ ମାନେ ଯଦି କଣ୍ଟେକ୍ସଟ କୁ ଦେଖିବା ତାଙ୍କର ପୃଷ୍ଠଭୂମିକୁ ଦେଖିବାକୁ ଚେଷ୍ଟା କରିବା after the resurrection of the Jesus Christ, ଆଉ ଯେତେବେଳେ ପ୍ରଭୁ ପୁନରୁତ୍ଥାନ ହେଲା so in the way of the Emmaus, ଆଉ ଏମାଇ ଯେ ସ୍ଥାନ ଅଛି see, there were two disciples who were there. ଆଉ ସେଇ ସ୍ଥାନରେ ଦିଟା ଶିଷ୍ୟ ଅଛି। See, the God is going with them. ଆଉ Jesus Christ. ଆଉ ପ୍ରଭୁ ତାଙ୍କ ସହିତ ଯାଉଛି। So he was speaking, he is talking with them. ଆଉ ପ୍ରଭୁ ତାଙ୍କ ସହିତ କଥା କହୁଛି। The Jesus is talking with them, which there was happened. ଆଉ ପ୍ରଭୁ ତାଙ୍କ ସହିତ କଥା କହୁଛି କେମିତି ପ୍ରକାର ଭାବେ ସେମିତି ହେଲା। And the people are sharing what was happened in the previous ଆଉ days. ଯେ ଲୋକମାନେ ତାଙ୍କୁ ଶିଷ୍ୟମାନେ ତାଙ୍କୁ ସେୟାର କରିବାକୁ ଲାଗିଲେ ଯେ ବିଗତ ସମୟ ମାନଙ୍କରେ ସେ କାହା କଣ ହେଲା କହିକି। See, later the two people were discussing that, ସେମିତି ଗୋଟେ ଡିସ୍କସନ ସମୟରେ were not our hearts burned while he was talking? ଆଉ ଯେତେବେଳେ ସରି Was not our hearts burned ଆମର ହୃଦୟ ସେଇ ସମୟ ଜ୍ୱଳିବା while he was talking with us? ଆଉ ଯେତେବେଳେ ସେ ଆମଙ୍କ ସହିତ କଥା କହିବେ। I mean, hallelujah. Hallelujah. See, were our hearts, ଆଉ ଯେଇ ସ୍ଥାନରେ ଆମର ଜୀବନ see, were not our hearts burned within us?
ଆଜି କି ଆମର ହୃଦୟ ଆଜି କି ଆମ ଭିତରେ ଜଳୁଛି ନା ଜଳିବା ପାଇଁ ପ୍ରସ୍ତୁତ ନାହିଁ। Amen. Hallelujah. Hallelujah. See here we will clearly observe that when Jesus' words or if the word of God is in your mouth, ଆଉ ଯେତେବେଳେ ଆମେ ମାନେ ଇସାରେ ଦେଖିବାକୁ ଚେଷ୍ଟା କରିବା ଯେତେବେଳେ ଯୀଶୁଙ୍କର ବାକ୍ୟ ଆମର ହୃଦୟ ଅଛି you will automatically become the fire. ଆଉ ସେତେବେଳେ ଆପଣ ମାନେ ଅଟୋମେଟିକଲି ଆପଣ ମାନଙ୍କର ଜୀବନରେ ଗୋଟେ ଅଗ୍ନି ଆସିବ। Hallelujah. ହାଲେଲୁୟା। Then you will become the light of the ଆଉ world. ସେତେବେଳେ ଆପଣ ମାନେ ଗୋଟେ ଜଗତର ଜ୍ୟୋତି ହେଇପାରିବ। So if there is no fire in you, ଆଉ ଯଦି ଆପଣ ପାଖରେ কোনো ଅଗ୍ନି ନାହିଁ, if there is no word of God in you, ଆଉ ଯଦି ଆପଣ ପାଖରେ কোনো ବାକ୍ୟ ନାହିଁ, he could not be light for the world. ଆଉ ଆପଣ ମାନେ ସେଇ ଜଗତ ପରି ବ୍ୟକ୍ତି ହେଇଯିବ। See if you see in the Old Testament, ଆଉ ଯଦି ଆପଣ ମାନେ ପୁରାତନ ନିୟମକୁ ଦେଖିବାକୁ ଚେଷ୍ଟା କରିବ, Shadrach, Meshach, Abednego, they were in the ଆଉ fire, ଆମେ ମାନେ ଯେତେବେଳେ ସହିତ ବେଦ ଆବେନାଗ ବିଷୟ ଆମେ ଧ୍ୟାନ କରିବ, and they filled with the fire of the ଆଉ word. ସେମାନେ ଅଗ୍ନିରେ ସେମାନେ ପ୍ରଭୁଙ୍କର ବାକ୍ୟର ଅଗ୍ନିରେ ସେମାନେ ପରିପୂର୍ଣ୍ଣ ହେଲେ। They filled with the word. ଆଉ ସେମାନେ ପ୍ରଭୁଙ୍କର ବାକ୍ୟରେ ପରିପୂର୍ଣ୍ଣ For ହେଲେ। that word they stood there. ଆଉ ସେ ବାକ୍ୟ ପାଇଁ ସେମାନେ ଠିଆ ହେଲେ। For that word they stood against the whole kingdom. ଆଉ ସେ ବାକ୍ୟ ପାଇଁ ଯେତେବେଳେ ସେ ବାକ୍ୟ ପାଇଁ ଠିଆ ହେଲେ ସେ ପୁରା ରାଜ୍ୟ ବିରୁଦ୍ଧରେ ସେ ଗୁଟେ ସେମାନେ କେବଳ ସେମାନେ ପ୍ରଭୁଙ୍କ ବାକ୍ୟ ପାଇଁ ଠିଆ ହେଲେ। You know what happened now? ଆଉ ଆପଣ ମାନେ କି ଜାଣନ୍ତି ସେଇ ସ୍ଥାନରେ କଣ ହେଲା? They are burning like a fire. ଆଉ ଆମେ ମାନେ ଦେଖିବାକୁ ପାରିଲେ ସେମାନେ ଅଗ୍ନି ପରି ସେମାନେ ଜ୍ୱଳୁଛି। Amen. Hallelujah. 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 But they were having enthusiasm to take this word of God. ଆଉ ସେମାନଙ୍କର ଗୋଟେ ଇଚ୍ଛା ସେମାନଙ୍କର ଗୋଟେ ଉତ୍ସାହ ଯେ ଆମେ ମାନେ ପ୍ରଭୁଙ୍କର ବାକ୍ୟକୁ ନେଇକି ଚଳିବି। There are many people in the same time who knows about the God. ଆଉ ସେଇପରି ଆମ ମାନଙ୍କର ବହୁତ ବ୍ୟକ୍ତି ମାନେ ଯେମାନେ ବହୁତ ଲୋକ ମାନେ ଅଛି ଯେମାନେ ବାକ୍ୟ ବିଷୟ ଜାଣନ୍ତି, But they are not keeping the word of God. ସେମାନଙ୍କର ଦୁଃଖଜନକ ବିଷୟ କି ସେମାନେ ସେ ବାକ୍ୟକୁ ତାଙ୍କ ହୃଦୟ ମଧ୍ୟରେ ରଖନ୍ତି ନାହିଁ। They are not standing for the God. ଆଉ ସେମାନେ ପ୍ରଭୁଙ୍କ ପାଇଁ ଠିଆ ହେଉନାହିଁ। See, if you see the Shadrach, Meshach and ଆଉ Abednego, ଯେତେବେଳେ ଆମେ ସୈତ ବେଗ୍ର ଆବେନାଗକୁ ଦେଖିବାକୁ ଚେଷ୍ଟା କରିବା, the three youngsters stood for the word of the ଆଉ God. ସେମାନେ ଦେଖିବା ପାରୁଛୁ ସେ ତିନୋଟି ଯୁବକ ସେମାନେ ପ୍ରଭୁଙ୍କର ବାକ୍ୟ ପାଇଁ ସେମାନେ ଠିଆ ହେଉଛି। Now they were in the flames. ଆଉ ସେମାନେ ଏବେ ଅଗ୍ନି ପରି ଜ୍ୱଳୁଛି। We can see the presence of the God ଆଉ there. ସେଇମାନେ ଆମେ ଦେଖିବା Hallelujah. ପାରୁଛୁ କି ସେଇମାନେ ପ୍ରଭୁଙ୍କର ଉପସ୍ଥିତିରେ ପରିପୂର୍ଣ୍ଣ ହେଲେ। Hallelujah. 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 If you read 1 Peter ଆଉ ଆମେ ମାନେ ଯେତେବେଳେ ପ୍ରଥମ ପିତର ପଢିବା 1:23, it says like this. ତାର 1:20 ପଦ ଏମିତି ପ୍ରକାର କହୁଛି, See, the word of God will give us a new life. ଆଉ ପ୍ରଭୁଙ୍କ ବାକ୍ୟ ଆମ ଜୀବନରେ ନୂତନ ଜୀବନ ଦିବେ। If you read John chapter 15 verse 3, ଆଉ ଆମେ ମାନେ ଯେତେବେଳେ ଜହନ ଲିଖିତ ସୁସମାଚାର ତାର 15 ଅଧ୍ୟାୟ ତାର 3 ପଦ ପଢିବା, it cleanses our heart. ଆଉ ଏହା ଏ ପ୍ରଭୁଙ୍କର ବାକ୍ୟ ଆମକୁ ଶୁଚି କରେ। If you read Romans chapter 2 verse 2, ଆଉ ଯେତେବେଳେ ଆମେ ପଢିବା ରୋମିଓ ତାଙ୍କ 12:2 ପଦ, it renews our mind. ଆଉ ଏ ଆମର ଯୋଉ ମନ ଅଛି ତାକୁ ପୁନର୍ନିର୍ମାଣ କରେ, ତାକୁ ରିନ୍ୟୁ କରେ, ନୂଆ କରେ। Amen. Hallelujah. ହାଲେଲୁୟା। Hallelujah. ହାଲେଲୁୟା। The Spirit of the God is talking with you all. ଆଉ ପବିତ୍ର ଆତ୍ମା ଆପଣମାନଙ୍କ ସହିତ କଥା କହିବାକୁ ଚାହେଁ। When you are filled with the word of ଆଉ God, ଯେତେବେଳେ ଆପଣମାନେ ପ୍ରଭୁଙ୍କର ଆତ୍ମାରେ ପରିପୂର୍ଣ୍ଣ ହେବେ, God will give you a new life. ଆଉ ପ୍ରଭୁ ଆପଣମାନଙ୍କ ନୂତନ ଜୀବନ ଦେବେ। He cleanses your heart. ଆଉ ସେ ଆପଣ ହୃଦୟକୁ ପରିଷ୍କାର କରିବେ। He renews your ଆଉ mind. ସେ ତୁମର ଆପଣମାନଙ୍କର ମନକୁ ନୂତନୀକରଣ କରିବେ। Hallelujah. How beautiful it is. ଆଉ ଏଟା କି ସୁନ୍ଦର ବିଷୟ। How beautiful it is. କେତେ ସୁନ୍ଦର ବିଷୟ। See, the Shadrach and Meshach and Abednego, after they were coming out of that fire, ଆଉ ଆମେ ଯେତେବେଳେ ଦେଖିବାକୁ ଚେଷ୍ଟା କରିବା ଏଇ ସୈକ ବେଦ ଆବେନାଗ ଯେତେବେଳେ ସେମାନେ ଅଗ୍ନି ଠାରୁ ବାহিরে ଆସିଲେ, the whole kingdom came near them. ଆଉ ପୁରା ରାଜ୍ୟ ତାଙ୍କ ପାଖରେ ଆସିଲେ। Do you know what they were saying? ଆଉ ଆପଣ ମାନେ କି ଜାଣନ୍ତି ସେମାନେ କଣ See, କହିଲେ? they are confessing that your God is the real God. ଆଉ ସେ ଲୋକମାନେ ସେଇ ସମୟରେ ସ୍ୱୀକାର କରିଲେ ନାହିଁ Hallelujah. ଈଶ୍ୱରକୁ ପାଳନ କରୁଛ, ସେ ଈଶ୍ୱର ସତ୍ୟ ଅଟେ। Hallelujah. Hallelujah. See, they stood for the word of God and they burned like the fire. Now everyone, they are bringing light to the world. ଦେଖନ୍ତୁ ସେମାନେ ବାକ୍ୟକୁ ହୃଦୟ ରଖେ, ସେ ବାକ୍ୟ ପାଇଁ ଠିଆ ହେବା କାରଣେ, ସେ ଅଗ୍ନିରେ ଜ୍ୱଳିବା କାରଣେ ଆଜି କେତେ ଲୋକ ପ୍ରଭୁଙ୍କ ନାମକୁ ଜାଣି Now God ପାରିଲେ। is speaking to each and everyone. ଆଜି ପ୍ରଭୁ ଆପଣମାନଙ୍କର ସହିତ କଥା କହିବାକୁ ଚାହେଁ। You all should become like the Shadrach, Meshach and Abednego. ଆଉ ଆଜି ଆପଣମାନେ ବି ସେଇ ସହିତ ବେଗ ହେବେ ନା କି ନାହିଁ, ଆପଣମାନଙ୍କୁ ବି ହେବାକୁ ଅଛି। You should become the light of the world. ଆଉ ଆପଣମାନେ
ମାନଙ୍କୁ ଜଗତର ଗୋଟେ ଜ୍ୟୋତି ହେବା ଅଛି। Hallelujah. ହାଲେଲୁୟା। Normally you will not become the light of the world. ଆପଣ ମାନେ ଯଦି ଜଗତ ଯଦି ନା ହବ When you burn like the fire, ଯେତେବେଳେ ଯେବେ ଆପଣ ମାନେ ଅଗ୍ନି ପରି ଜ୍ୱଳିବ, when you are filled with the fire words of the God, ଯେତେବେଳେ ଆପଣ ମାନଙ୍କର ପବିତ୍ର ବାକ୍ୟ ଦ୍ୱାରା ଆପଣ ମାନେ ହୃଦୟକୁ ଅଗ୍ନି ପରି ଜଳାଇବ, so you will be the light of the world. ସେତେବେଳେ ଆପଣ ମାନେ ଜଗତର ଜ୍ୟୋତି ହେବ। Will you please clap your hands and ଆପଣ make ମାନେ noise of ସହିତ ଆପଣ ଈଶ୍ୱର ପ୍ରଶଂସା କରିପାରିବ। ଆପଣ ମାନେ କହିବ ଆମେ ଜଗତର ଜ୍ୟୋତି ହେବା ପାଇଁ। ହାଲେଲୁୟା। Could you all please pray with me that? ଆପଣ ମାନେ କି ଆମ ସହିତ ପ୍ରାର୍ଥନା କରିବାକୁ Lord, ଚାହିଁବ। fill us with me your words. ଓ ପ୍ରଭୁ ତୁମ ବାକ୍ୟରେ ଆମକୁ ପରିପୂର୍ଣ୍ଣ କର। Say this word, say this word. ଆପଣ ମାନେ ମୁଖରେ ସ୍ୱୀକାର କରନ୍ତୁ, ପ୍ରଭୁ ତୁମ ବାକ୍ୟରେ ମୋତେ ପରିପୂର୍ଣ୍ଣ କର। Lord, fill me with your words. ପ୍ରଭୁ ତୁମ ବାକ୍ୟ ଆମର ହୃଦୟ ଆସୁ। Lord, fill me with your ଓ words. ପ୍ରଭୁ ତୁମ ବାକ୍ୟ ମୋତେ ପରିପୂର୍ଣ୍ଣ କର। Lord, fill me with your words. ଓ ପ୍ରଭୁ ତୁମ ବାକ୍ୟରେ ମୋତେ ପରିପୂର୍ଣ୍ଣ କର। I should be like the light of the ଓ world. ପ୍ରଭୁ ଆମେ ମାନେ ଜଗତ ଜ୍ୟୋତି ହେବାକୁ ଚାହେଁ। Lord, help me to be the light for the ଓ world. ପ୍ରଭୁ ତୁମେ ସାହାଯ୍ୟ କର ଯେପରି ଆମେ ଜଗତର ଜ୍ୟୋତି ହେଇପାରେ। Lord, through me many people should come ଓ into the ପ୍ରଭୁ light. ଆମ ଦ୍ୱାରା ଯେପରି ଲୋକମାନେ ଆସିପାରିବ ତୁମ ନିକଟରେ। Hallelujah, hallelujah, hallelujah. Hallelujah. Praise the Lord. Praise the Lord. Praise the Lord. See, let me say you one thing. ଆଉ ଗୋଟେ ବିଷୟ ମୁଁ କହିବାକୁ ଚାହେଁ। How many of you know about egg? ଆଉ Egg. ଆଉ କେତେ ଜଣ ଡିମ ବିଷୟ ଜାଣେ? We all know about egg, right? ଅଣ୍ଡା ବିଷୟ ଜାଣେ? See, if the egg breaks from inside, ଆଉ ଯେତେବେଳେ ଆମେ ମାନେ ଯଦି ଅଣ୍ଡା ବିଷୟ ଚିନ୍ତା କରିବା, ସେ ଅଣ୍ଡା ଯଦି ଭିତର ଠାରୁ ଯଦି ଭାଙ୍ଗିବେ, we will see a beautiful chick. Yeah. Hen. We will be seeing the ଆମେ beautiful ମାନେ chick. ଦେଖିବାକୁ ପାରିବେ ଗୋଟେ ଛୋଟ ମୁର୍ଗା ଛୁଆକୁ। What if you break from outside? କୁକୁଡ଼ା What if you break from outside? ସରି What if you break from outside? What if we break it from outside? ପ୍ରଥମେ ଆମେ କଣ ବାହାରି ଠାରୁ ଭାଙ୍ଗିବାକୁ ଦେଖିବାକୁ ପାରିଲି? It will become omelette. ଆଉ ଯଦି ଆମେ ବାହାରୁ ଭାଙ୍ଗିବା ତାହେଲେ କଣ ହେବ? It will become omelette. ଆଉ ଏହା ଗୋଟେ ଅମଲେଟ ହେଇଯିବ। Hallelujah. ହାଲେଲୁୟା। We'll all eat omelette and it will go somewhere else. ଆଉ ଆମେ ମାନେ ସବୁ ଅମଲେଟ ଯଦି So there is no, you know what? There will be no new creation from it. ଆଉ ଆମେ ମାନେ ଯଦି ସେଇଟା ମଧ୍ୟରେ ଯଦି ଆମେ ଭାଙ୍ଗିଦେବା ତାହେଲେ ସେଇଠିରେ ନୂଆ କିଛି ବିଷୟ ସୃଷ୍ଟି ହେବନି। See, like that, ଆଉ ସେମିତି ପ୍ରକାର we need to be burned from inside. ଆଉ ସେମିତି ପ୍ରକାର ଆମ ମାନଙ୍କୁ ଭିତର ଠାରୁ ଆମର ଅଗ୍ନିରେ ଜଳିବାକୁ ହେବ। See, if we burn outside, ଆଉ ଆମେ ମାନେ ଯଦି ବାହାରେ ଅଗ୍ନି ପରି ଜଳିବା, it will break and it will become omelette. ଆଉ ଏହା ଗୋଟେ ସେମିତି ପ୍ରକାର ଯେ ଆମେ ମାନେ ଆମର ସେଇ ବିଷୟ ଅଣ୍ଡାକୁ ଦେଖିପାରେ ସେ ବ୍ରେକ୍ ହେଇଯିବ ଆଉ ସେ ଅମଲେଟ ପରି ହେଇଯିବ। Or sometimes it will be very tasty for our mouth. ଆଉ ଦେଖିବା ପାଇଁ ଆଉ ଖାଇବା ପାଇଁ ସେ ଅଣ୍ଡା ପରି ବହୁତ ଟେଷ୍ଟି ଦେଖିବ, Later, no use. ବଟ୍ ସେଟାର কোনো You will ଲାଭ not, ନାହିଁ। it will go into darkness. It will disappear. ଆଉ ଏହା ଅନ୍ଧକାରରେ ଯିବ। ଏଟା ଗୋଟେ ସମୟ ଆସିବ ଯାହା ଦେଖାଯିବନି। So, but when it breaks from inside, ଆଉ ବଟ୍ ଯେତେବେଳେ ଭିତର ଠାରୁ ଭାଙ୍ଗିବ, a new life can be seen. ଆଉ ଆମେ Hallelujah. ଦେଖିବା ଗୋଟେ ନୂଆ ଜୀବନକୁ। So, in the same way, ଆଉ ଗୋଟେ ସେମିତି ପ୍ରକାର you need to be filled with the words of fire from inside of you. ଆମକୁ ସେମିତି ପ୍ରକାର ଭିତର ଠାରୁ ଆମକୁ ଈଶ୍ୱର ବାକ୍ୟର ପରିପୂର୍ଣ୍ଣ ହେବା ଅଛି। Hallelujah. ହାଲେଲୁୟା। Your inner heart should be filled with the word of the God. ଆଉ ଆପଣ ଆନ୍ତରିକ ହୃଦୟ ପ୍ରଭୁଙ୍କର ବାକ୍ୟକୁ ଧରି ରଖିବାକୁ ଅଛି। Then you will become like the Shadrach, Meshach, ଆଉ Abednego. ସେଇ ସମୟରେ ଆପଣ ମାନେ ସେଇ ଯୁବା ପରି ଯେ ଶ୍ୱେତବେଦ ଆବେଦନାକୁ ପରି ଆପଣଙ୍କର ଜୀବନ ଗୋଟେ ହେବ। Now everyone will testify about you. ଆଉ ସେତେବେଳେ ଆପଣ ମାନଙ୍କର ବିଷୟ ସବୁ ଲୋକ ସାକ୍ଷ୍ୟ ଦେବେ। Everyone will recognize that you are the light of the world. ଆଉ ସବୁ ଲୋକ ଆପଣ ମାନଙ୍କୁ ଦେଖିଲେ ଅନୁଭବ କରିବେ ନାହିଁ ଏ ଗୋଟେ ଜଗତର ଜ୍ୟୋତି ଅଟେ। Amen. Hallelujah. ହାଲେଲୁୟା। Hallelujah. ହାଲେଲୁୟା। Let us go through the second point which I want to say. ଆସନ୍ତୁ ଆମେ ମାନେ ଦ୍ୱିତୀୟ ବିଷୟକୁ ଦେଖିବାକୁ ଚେଷ୍ଟା କରିବା। See, could you all please take? ଆପଣ ମାନେ ଦୟାକରି ଖୋଲନ୍ତୁ। Okay, no need to read. Okay, as time is very late, so I will say by just saying. If you see in the Acts chapter, ଆପଣ ମାନେ ପ୍ରେରିତ ପୁସ୍ତକ chapter ଦେଖିବେ, 2, chapter 2 କୁ ଦେଖିବେ। see in there what happens? ଆଉ ସେଇ ସ୍ଥାନରେ ଆମେ କଣ ଦେଖିବାକୁ ପାରେ? Say ପ୍ରେରିତ ପୁସ୍ତକଟା 2 ଅଧ୍ୟାୟରେ କଣ ଅଛି? in Acts chapter 2, what will happen? ସେଇ ସ୍ଥାନରେ କଣ ଲେଖା ଅଛି? ପବିତ୍ର ଆତ୍ମା କଣ ହେଲା?
during the day of the Pentecost, ଆଉ ପବିତ୍ର ଆତ୍ମାର ପେଣ୍ଟିକୋଷ୍ଟଲ ସମୟରେ in the upper room, ଆଉ ଉପର କୋଠରୀରେ everyone filled with the Holy Spirit. ଆଉ ସବୁ ବ୍ୟକ୍ତି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବାକୁ ଲାଗିଲେ। Amen. Hallelujah. ହାଲେଲୁୟା। If we need to be light of the world, ଆଉ ଆପଣମାନେ ଯଦି ଆଜି ଜଗତର ଜ୍ୟୋତି ହେବାକୁ ଚାହେଁ, we need to be filled with the Spirit of the God. ଆଉ ଆଜି ଆପଣମାନଙ୍କୁ ପ୍ରଭୁଙ୍କର ସେଇ ଆତ୍ମାରେ ପରିପୂର୍ଣ୍ଣ ହେବା ଅଛି। Hallelujah. ହାଲେଲୁୟା। We need to be filled with the Spirit of the ଆଉ Lord. ଆମମାନଙ୍କୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ଅଛି। So it enables us to be the light of the world. ଆଉ ଏହା ଆମକୁ ଯୋଗ୍ୟ କରେ କି ଆମେ ମାନେ ଜଗତର ଜ୍ୟୋତି ହେଇପାରେ। Hallelujah. ହାଲେଲୁୟା। Hallelujah. ହାଲେଲୁୟା। If we see the life of the disciples, ଆଉ ଆମେ ମାନେ ଯଦି ଶିଷ୍ୟଙ୍କର ଜୀବନ ବିଷୟରେ ଦେଖିବାକୁ ଚେଷ୍ଟା କରିବା, till that day, ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ there is no fire in them. ଆଉ There is no fire in them. ଆଉ ତାଙ୍କର ମଧ୍ୟରେ କଣ ସେତେ ସମୟ ପର୍ଯ୍ୟନ୍ତ ଅଗ୍ନି ଥିଲାନି। They were very calm. ଆଉ ବିଫୋର ଆମେ ମାନେ ତାଙ୍କର ବିଫୋର ବିଷୟକୁ They were very ଦେଖି silent. ଆଉ ସେମାନେ ବହୁତ ଶାନ୍ତ ଅଟେ। So there is no response in them. ଆଉ There is no response in them. ଆଉ ତାଙ୍କ ପାଇଁ କେହି ଦାୟିତ୍ୱ ନେବା ପାଇଁ ରେଡି ନାହିଁ। If you see the Peter, if you see about the Peter, ଆଉ ଆପଣ ମାନେ ଯେତେବେଳେ ପିଟର ବିଷୟ ଚିନ୍ତା what କରିବେ, he is saying? ଆଉ ସେ କଣ କହୁଛି? He's saying that I don't know who that Jesus is. ଆଉ ମୁଁ ଜାଣିନି ଯୀଶୁ କଣ କିଏ। See, after they were filling with the Spirit of the Lord, ଆଉ ଯେତେବେଳେ ସେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, the disciples they were went to the different places. ଆଉ ପ୍ରଭୁଙ୍କର ଶିଷ୍ୟମାନେ ସେମାନେ ବିଭିନ୍ନ ସ୍ଥାନରେ ଯିବାକୁ They were ଲାଗିଲେ। used very mightily for the ଆଉ Lord. ସେମାନେ ବହୁତ ଶକ୍ତିଯୁକ୍ତ ଭାବରେ ପ୍ରଭୁଙ୍କ ପାଇଁ ବ୍ୟବହାର ହେଲେ। Hallelujah. ହାଲେଲୁୟା। Hallelujah. ହାଲେଲୁୟା। They were used by the God very ଆଉ mightily. ସେମାନେ ପ୍ରଭୁଙ୍କ ପାଇଁ ବହୁତ ଶକ୍ତିଯୁକ୍ତ ରୂପରେ ବ୍ୟବହାର ହେବାକୁ ଲାଗିଲେ। If you see the background, ଆଉ ଆମେ ମାନେ ଯେତେବେଳେ ତାଙ୍କର ବ୍ୟାକଗ୍ରାଉଣ୍ଡକୁ ଦେଖିବାକୁ ଚେଷ୍ଟା କରିବା, in the first 3 centuries of the early church, ଆଉ ପ୍ରଥମ ତୃତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଆମେ ମାନେ ଯେତେବେଳେ ମଣ୍ଡଳୀ ହିଷ୍ଟ୍ରିକୁ ଦେଖିବାକୁ ଚେଷ୍ଟା କରିବା, the Roman Empire is ruling the world. ଆଉ ସେଇ ସମୟରେ ରୋମିଓ ସାମ୍ରାଜ୍ୟ ସେମାନେ ସେ ଜଗତକୁ ସେଇ ସମୟକୁ କଣ୍ଟ୍ରୋଲ କରୁଥିଲେ। The Roman people, the Roman government they are persecuting the man of the God very severely. ଆଉ ସେମାନେ ରୋମିଓ ସାମ୍ରାଜ୍ୟ ମାନେ ସେମାନେ ପ୍ରଭୁଙ୍କର ଲୋକମାନଙ୍କୁ ସେମାନେ ଟାଣ କରୁଥିଲେ। They were beating them. ଆଉ ସେମାନେ ତାଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିଲେ। If they see the disciples of God, if they see the man who believed, who accepted Jesus Christ, ଆଉ ସେଇ ସମୟରେ ଯେ ପ୍ରଭୁଙ୍କ ବିଶ୍ୱାସ କରନ୍ତି, ଯେ ପ୍ରଭୁଙ୍କ ପାଇଁ ସୁସମାଚାର ପ୍ରଚାର କରନ୍ତି, they were taking them and they were keeping the prison. ଆଉ ସେମାନଙ୍କୁ ଟେକିକି ଜେଲରେ ଫେଲିବାକୁ ଚେଷ୍ଟା କରନ୍ତି। They are persecuting the men of God very severely. ଆଉ ସେମାନଙ୍କୁ ବହୁତ ସିଭିୟରଲି କଷ୍ଟରେ ସେମାନଙ୍କୁ ଟାଣ କରିବା ପାଇଁ ସେମାନେ ସେଇ ଦିନ ମାନଙ୍କରେ କରନ୍ତି। Wonderfully, what the disciples, what the apostles are doing, you know. କିନ୍ତୁ ଗୋଟେ ବିଷୟ ଦେଖିବା ବିଷୟ ଯାହାକି ସେମିତି ଗୋଟେ ପରିସ୍ଥିତିରେ ସେଇ ଶିଷ୍ୟମାନେ କଣ କରିଥିଲେ ଆପଣ ମାନେ ଜାଣନ୍ତି କି? Even in those difficult circumstances, ଆମେ ଯଦି ଦେଖି ସେମିତି ଗୋଟେ କଷ୍ଟ ପ୍ରକାର ସମୟରେ, even in those difficult times, ଆଉ ସେଇ କଷ୍ଟ ପ୍ରକାର ସମୟରେ the disciples, the apostles, they were stood boldly for the word of the God. ପ୍ରଭୁଙ୍କ ପାଇଁ ସେମିତି ଗୋଟେ ତାରପୂର୍ଣ୍ଣ ପରିସ୍ଥିତିରେ ବି ସେମାନେ ପ୍ରଭୁଙ୍କ ପାଇଁ ଠିଆ ହେଇଥିଲେ। They became the light to the world. ଆଉ ଆମେ ମାନେ କି ଆଜି ଜଗତ ଜ୍ୟୋତି ହେବା ପାଇଁ ପ୍ରସ୍ତୁତ They ଅଛି। became light to the ଆଉ world. ସେମାନେ ଜଗତର ଜ୍ୟୋତି ହେଲେ। It is happened when they filled with the Holy ଆଉ Spirit. ଏ ବିଷୟ ଘଟଣା ହେଲା ଯେତେବେଳେ ସେମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। Hallelujah. ହାଲେଲୁୟା। Hallelujah. ହାଲେଲୁୟା। After the disciples, after the apostles, they were filling with the Holy Spirit. ଆଉ ଯେମାନେ ଯେତେବେଳେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, The beatings, they could not stop them. ଆଉ ତାଙ୍କର ମାରିବା ଲୋକମାନଙ୍କର ମାରିବା ତାଙ୍କୁ ଷ୍ଟପ୍ କରିପାରିଲେନି। The Roman government could not stop them. ଆଉ ରୋମିଓ ସାମ୍ରାଜ୍ୟ ମାନେ ତାଙ୍କୁ ଷ୍ଟପ୍ କରିପାରିଲେନି। The people who came against them, ଆଉ ଯେମାନେ ତାଙ୍କ ବିରୁଦ୍ଧରେ ଆସିଲେ, if you see in the 4th century, ଆଉ ଆପଣମାନେ ଯଦି ଚତୁର୍ଥ ଶତାବ୍ଦୀରେ ଦେଖିବେ, their people itself became the people of the God. ଯେମାନେ ତାଙ୍କ ବିରୁଦ୍ଧରେ ଠିଆ ହେଲେ, ସେମାନେ ପ୍ରଭୁଙ୍କ ବିଶ୍ୱାସ କରିବାକୁ ଲାଗିଲେ। Hallelujah. ହାଲେଲୁୟା। The same people opened the doors for the people of the God. ଆଉ ଯେମାନେ ପ୍ରଭୁଙ୍କର ପାଇଁ ଦରଜାକୁ ବନ୍ଦ କରିଥିଲେ, When you are filled with the Spirit of the ଆଉ Lord, ଯେତେବେଳେ ଆପଣମାନେ ଆଜି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବେ, people who stood against you, ଆଉ ଯେମାନେ ଆପଣଙ୍କର ବିରୁଦ୍ଧରେ ଅଛି, they will open doors for you. ଆଉ ଆଜି ସେମାନେ ଆପଣଙ୍କ ପାଇଁ ଦରଜା ଖୋଲିଦେଲେ। Hallelujah, hallelujah, ହାଲେଲୁୟା। hallelujah. Praise the Lord. When you are filled with the Spirit of the Lord, the same people who are against you, they will open the doors for you. ଆମେନ୍।
যে আজ যদি আপন মানে পবিত্র আত্মারে পরিপূর্ণ হবে সে মানে আপনার বিরুদ্ধে ঠিয়া হচ্ছে আপনার পাই সে মানে দরজা বন্ধ করেছেন যেতে বেলে আপনার মানে পবিত্র আত্মারে পরিপূর্ণ হবে সে মানে দরজাকে খুলে দিবে Now the disciple of the apostles became the light of the world. ଆଉ ଆମେ ମାନେ ଏବେ ଦେଖିବାକୁ ପାରୁଛି ପ୍ରେରିତ ମାନେ ସେମାନେ ଜଗତର ଜ୍ୟୋତି ହେଲେ They are not claiming we are the light of the world. They are not claiming they were the light of the world. ଆଉ ସେମାନେ ନିଜକୁ କହିଲେନି ଆମେ ଜଗତର ଜ୍ୟୋତି କହିକି But the people who are seeing them, ବାଟ୍ ଯେମାନେ ତାଙ୍କୁ ଦେଖିଲେ the people who are watching them, ଯେମାନେ ତାଙ୍କୁ ଦେଖିଲେ the people who are with them, ଯେମାନେ ତାଙ୍କ ସହିତ ଥିଲେ they are testifying that ସେମାନେ ତାଙ୍କ ବିଷୟରେ ସାକ୍ଷ୍ୟ ଦେଉଛି they are the light of the world. ଆଉ ସେମାନେ ଜଗତର ଜ୍ୟୋତି ହେଲେ Hallelujah. 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 How beautiful it is. ଆଉ ଏହା କେତେ ସୁନ୍ଦର ବିଷୟ The word which, while I was reading, it encouraged me a lot. ଆଉ ଯେତେବେଳେ ମୁଁ ଏ ବିଷୟକୁ ପଢିବାକୁ ଆରମ୍ଭ କରିଲି ପ୍ରଭୁ ଏ ବିଷୟରେ ମୋତେ ବହୁତ ବିଷୟ ଭାବରେ ଉତ୍ସାହିତ କରିଲେ If I want to become light of the world, ଆଉ ମୁଁ ଯେତେବେଳେ ପ୍ରଭୁ ଆଜି ଯଦି ମୁଁ ଜଗତର ଜ୍ୟୋତି ହେବାକୁ ଚାହେଁ with my own strength, ଆଉ ଯଦି ମୋର ଶକ୍ତି ଦ୍ୱାରା it will not take place. ଆଉ ଏହା କୋଣ ଶକ୍ତିପୂର୍ଣ୍ଣ ଯୁକ୍ତ କାର୍ଯ୍ୟ ହେବନି When you are filled, but when you are filled with the Spirit of the Lord, କିନ୍ତୁ ସେହି ସମୟରେ ଆପଣମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବେ you will be burned like a fire. ଆଉ ଆପଣମାନେ ଅଗ୍ନି ଭଳି ଜ୍ୱଳିବେ You will become the light of the ଆଉ world. ଆପଣମାନେ ଜଗତର How ଜ୍ୟୋତି many of ହେବେ you, if you believe, please clap your ଆଉ hands. ଆପଣମାନେ ଯଦି ଆଜି ବିଶ୍ୱାସ କରନ୍ତି ଆସନ୍ତୁ ଆମେ The ତାଳି word of ମାରିକି the ଆମର Lord is ପ୍ରଭୁଙ୍କୁ speaking with ପ୍ରଶଂସା you କରିବୁ। very personally with you all. ଆଉ ଆଜି ପବିତ୍ର ଆତ୍ମା ଆପଣମାନଙ୍କର ଗୋଟେ ବ୍ୟକ୍ତିଗତ ଭାବେ ପରିପୂର୍ଣ୍ଣ କରିବାକୁ ଚାହେଁ That's of the word of the God. ଆଉ ଆଜି ଆପଣ ପ୍ରଭୁଙ୍କର ବାକ୍ୟକୁ ସ୍ୱୀକାର କରନ୍ତୁ Take it and fill with the power of ଆଉ the Lord. ପ୍ରଭୁଙ୍କର ଶକ୍ତିରେ ଆଜି ପରିପୂର୍ଣ୍ଣ ହୁଅନ୍ତୁ Through ourselves we can't do anything. ଆଉ ସେ ବାକ୍ୟ ଦ୍ୱାରା ସେ ଶକ୍ତି ଦ୍ୱାରା ଆପଣମାନେ କିଛି ବି କରିପାରିବେ I am the person who thinks that if I with my own hands, my own strength, I can do everything. ଆଉ ଯଦି ମୁଁ ସେ ବ୍ୟକ୍ତି ଯଦି ଭାବେ ମୋ ଦ୍ୱାରା ମୁଁ ସବୁ କିଛି କରିପାରେ But I understood that ବଟ୍ ମୁଁ ବିଶ୍ୱାସ ମୁଁ ବୁଝିପାରିଲି ଯେ through my strength I can't overcome anything. ଆଉ ମୋ ଦ୍ୱାରା ମୁଁ କିଛି ବିଷୟ ଠାରୁ ମୁଁ ଆସିପାରି ନାହିଁ But when I filled with the Holy Spirit, ଆଉ ଯେତେବେଳେ ମୁଁ ପବିତ୍ର ଆତ୍ମାରେ the ଭରିଲି Spirit which is inside you, ଆଉ ଯେ ପବିତ୍ର ଆତ୍ମା ଆପଣମାନଙ୍କର ହୃଦୟରେ ଅଛି it enables to overcome everything. ଆଉ ସେ ସାହାଯ୍ୟ କରିବ ସବୁ ପରିସ୍ଥିତି ଠାରୁ ବାହାରେ ଆସିବା ପାଇଁ Hallelujah. ହାଲେଲୁୟା Hallelujah. ହାଲେଲୁୟା So I request you all, ଆଉ ମୁଁ ଅନୁରୋଧ କରିବାକୁ ଚାହେଁ I request each and everyone, ଆଉ ମୁଁ ଅନୁରୋଧ କରିବାକୁ ଚାହେଁ ପ୍ରତ୍ୟେକକୁ whenever you pray, ଆଉ ଯେତେବେଳେ ଆପଣ ପ୍ରାର୍ଥନା କରନ୍ତି ask Lord that, ଆଉ ପ୍ରଭୁଙ୍କର ଆପଣମାନେ ଜିଜ୍ଞାସା ଆପଣ ପଚାରନ୍ତି Lord, please fill me with your Spirit. ଆଉ ପ୍ରଭୁ ତୁମେ ମୋତେ ପବିତ୍ର ଆତ୍ମା ଦିଅ Lord, ପ୍ରଭୁ I need your Spirit. I need your Spirit. ଆଉ ମୋତେ ପବିତ୍ର ଆତ୍ମା ଦରକାର ଅଛି Lord, I need your Spirit. ପ୍ରଭୁ ମୋତେ ପବିତ୍ର ଆତ୍ମା ଦରକାର ଅଛି If you are doing morning, mention this prayer point. ଆଉ ଯେତେବେଳେ ହୋଇପାରେ ଆପଣମାନେ ସକାଳେ ପ୍ରାର୍ଥନା କରନ୍ତି ଆପଣମାନେ ଏହି ପ୍ରାର୍ଥନା କର ପ୍ରଭୁ ତୁମର ପବିତ୍ର ଆତ୍ମା ମୋତେ ଚାହେଁ Whenever you get time, ଆଉ ଯେତେବେଳେ ଆପଣମାନେ ସମୟ ପାଅ whenever you sit in the prayer, ଆଉ ଯେତେବେଳେ ଆପଣ ପ୍ରାର୍ଥନା କରିବା ପାଇଁ ବସନ୍ତି ask Lord that. ପ୍ରଭୁଙ୍କର ପାଖରେ ଆପଣମାନେ ପ୍ରଭୁଙ୍କର ନିକଟରେ ଆପଣମାନେ ପ୍ରାର୍ଥନା କରନ୍ତୁ Lord, please fill with me your power. ପ୍ରଭୁ ଆପଣଙ୍କର ଆତ୍ମାରେ ଆମକୁ ପରିପୂର୍ଣ୍ଣ କର See, if you see in the Joel, ଆଉ ଆମେ ଯେତେବେଳେ ଜୋଏଲ if you see in the book of Joel, ଆଉ ଆମେ ଯେତେବେଳେ ଜୋଏଲ ଭବିଷ୍ୟଦ୍ବକ୍ତା ବିଷୟ ଦେଖିବାକୁ ଯାଇବା do you know what it was written there? ଆଉ ସେଇ ସ୍ଥାନରେ କଣ ଲେଖା ହେଇଛି ଆପଣମାନେ କି The ଜାଣନ୍ତି beautiful prophecy was written there. ଆଉ ସେখানে ଗୋଟେ ବହୁତ ଭଲ ଭବିଷ୍ୟବାଣୀ ଲେଖା ଯାଇଛି Would you all please take it with Joel? ପ୍ଲିଜ ଆପଣମାନେ ଜୋଏଲ ପୁସ୍ତକ ଖୋଲିବେ Joel chapter 2, ଜୋଏଲ ଚ୍ୟାପ୍ଟର 2 verses 28 and 29. Can you read 28 and 29 ପୁଣି ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ read. I request everyone to open your Bibles and read it carefully. ମୁଁ ଅନୁରୋଧ କରିବି ଆପଣମାନେ ପ୍ରତ୍ୟେକ ଆପଣ ବାଇବଲ କେ ଖୋଲା ଆପଣମାନେ ପଢନ୍ତୁ ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା ତହିଁରେ ତୁମମାନଙ୍କର ପୁତ୍ରଗଣ କନ୍ୟାଗଣ ଭବିଷ୍ୟତ ବାକ୍ୟ ପ୍ରଚାର କରିବେ ତୁମମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ ତୁମମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ। Amen. Hallelujah.
Hallelujah. हालेलुया It is the prophecy that is given to everyone. आओ ये जो भविष्यवाणी ये सबको दिया जाइछि We are in the times that we are hearing many things आओ हमें माने एमती गुटे समय रे हमें माने बहुत विषय गुला को सुनी पारे which will going to happen in the end times. They all are we are seeing now. आओ हमें माने जेमती प्रकार जाने जहां अंतिम विषय अंतिम दिनो मान करे हेबा को जाउछि ताहा विषय आज हमें माने ए जगत रे देखि पारे Daily we are listening news about the wars. एते बेले हमें माने न्यूज़ को देखु हमें माने विभिन्न विषय जो युद्ध को विषय जाने पारे Daily we are reading news that the people, even from the same family, they were fighting and the love which is in them, it is it is diminishing. आओ हमें माने जेते बेले खबर को पढिबा हमें माने देखि पारे कि गुटे परिवारे गुटे व्यक्ति आओ गुटे जन विरुद्ध से माने झगड़ा करते से माने सेपरेट होउछि ताको भितरे प्रेम ताको बाकरे कमी जाउछि The brother is killing his brother for the property. आओ गुटे भाई ता गुटे मारो गुटे भाई आओ गुटे भाई को ता से माने मारुछि गुटे सुदु जगह पाई Even the own mother is coming and against his son, and they were killing for the other needs. आओ हमें माने सुनी पारे कि गुटे निजर मां तार संतान को मारी तांको को मारे काई कि से तांको गुटे आरो गुटे चाहिदा अछि The love is diminishing in the people. आओ हमें माने देखिबा को पारे कि प्रेम धीरे धीरे लोक मानकर जीवन रे कमी जाउछि If we observe these all things, आओ जेते बेले आपण माने समस्त विषय को देखिबा को जाबे it enables us to know that we are in the end times. आओ यहाँ हमको संकेत देता है हमें माने श्रेष्ठ काल रे अछि Even though even the word of God written that until the word of God reaches to everyone, आओ बाइबल में लिखा जाइछि जते बेले पर्यंत ए दुनिया रो शेष पर्यंत प्रत्येक व्यक्ति मानकर पाखरे यीशु कर नाम ना जाए I will not come. आओ मु आसीबिनी The end will not come. आओ शेष समय आसीबेनी But when we see here, किंतु जेबे हमें ए विषय एक स्थान देखिबा को जाए at one side the preachers were going on becoming in number, increasing in number. आओ दिने दिने हमें माने सेवा कार्य करिबा लोक माने जेपरि वृद्धि The पाउछि gospel is reaching to every place. आओ से माने सुसमाचार को विभिन्न स्थान नै कि जाउछि Even in the many tribal places, even the place which is unreached, the gospel is going there. आओ बहुत रिमोट प्लेसेस बहुत नीरव स्थान मानकर ट्राइबल स्थान मानकर प्रभुंकर दास माने जाय कि से माने प्रभुंकर नाम पाई सुसमाचार प्रचार करूछि At the same time, what we have discussed before, all things are आओ happening. एई प्रकार हेबा समय रे आमे माने जहां विगत समय में जहां आलोचना करी से विषय गुला एई जगत रे हेउछि It clearly enables us to know that says that we are in the end times. आओ ये समस्त विषय हमर को दर्शाय जे आमे माने आज शेष समय मध्ये अछि So now if you see what we have read from the Joel, आओ जहां में जोएल में भविष्यवक्ता पाखडा में पढिली in end times the God is going to fill with His Spirit each and everyone. आओ शेष समय रे पवित्र आत्मा हम मानव को प्रत्येक को परिपूर्ण करिबा को जाउछि Amen. Hallelujah. हालेलुया Hallelujah. हालेलुया The God is going to fill with each and everyone with the Spirit of the Lord. आओ पवित्र आत्मा प्रत्येक को तांको ता आत्मा द्वारा परिपूर्ण करिबा को चाहे We need to do only one thing. आओ परमाणु को गुटे विषय करिबा को एबो Do you know what that thing is? आओ सेटा की Seek the help of the God. आओ प्रभु को सहायता देखिबा Ask the God, आओ प्रभु को प्रकार प्रार्थना करिबा Lord, please fill us with your ओ प्रभु तुमे तुम्हारा आत्मा रे परिपूर्ण करो Lord, please fill with me your Spirit. आओ प्रभु तुम्हारा आत्मा रे मते परिपूर्ण करो Whenever you get the time, please pray that Lord, please fill with me your आओ Spirit. सेटा बेले आपण माने से समय को पाओ आपण माने प्रार्थना करो प्रभु तुम आत्मा हमको आज परिपूर्ण करो The Spirit of the Lord will make you to the light of the world. आओ पवित्र आत्मा को शक्ति आपण मानकर सहायता करिबो जे परि आपण माने जगत ज्योति हेई पारे If you see in the New Testament, आओ जेते बेले आपण माने नुवा नियम को देखिबे the John the Baptist, आओ जॉन से बैप्टिस्ट it is written that in the Bible, आओ यहाँ लिखित जे बाइबल from the womb, from the mother's womb, he was filled with the Spirit. आओ से जेते बेले गर्भ थिले से पवित्र आत्मा रे परिपूर्ण थिले Amen. Hallelujah. हालेलुया From the womb of the mother, आओ से माता रे गर्भ ठारू while he was inside his mother's आओ womb, जेते बेले से ता बार गर्भ भितरे अछि he was filled with the Spirit of the आओ से Lord. पवित्र आत्मा रे परिपूर्ण He was with the Spirit of the Lord. आओ से पवित्र आत्मा रे परिपूर्ण व्यक्ति अटे Do you know what God is doing with him? आओ कोन प्रभु ताको सहित कहि रे He is the only one prophet who stood boldly for the God. आओ से गुटे भविष्यवक्ता थिले जे प्रभु को पाई ठियाले After the period of the darkness,
ଆଉ ଗୋଟେ ଅନ୍ଧକାର ସମୟ ଯିବା ପରେ For sometimes, for many years, people didn't listen from the word of the ଆଉ Lord. ଆମେମାନେ ଦେଖିବାକୁ ପାରେ କି ନୂଆ ନିୟମ ବା ପୁରାତନ ନିୟମ ଭିତରେ ଗୋଟେ ଗ୍ୟାପ୍ ଅଛି ଆଉ ସେମାନେ ପ୍ରଭୁଙ୍କର କଥା ଶୁଣି ପାରେନି ସେମାନେ ପ୍ରଭୁଙ୍କର ଅବାଧ ଜୀବନ ଯାପନ କରିଥିଲେ For certain period, none of them received the word of the God. ଆଉ ସେଇ ସମୟ କାଳେ ଆମେ ଆମେ ଦେଖୁଛୁ କି ସେମାନେ ପ୍ରଭୁଙ୍କର ବାଧ୍ୟ ହେଲେନି The word of God, they didn't listen for many years. ଆଉ ସେମାନେ ପ୍ରଭୁଙ୍କର ବାକ୍ୟ ଶୁଣନ୍ତି ନାହିଁ But if you see in the context, if you see the life of the John the Baptist, ଆଉ ଯେତେବେଳେ ଆମେ ଜନ୍ ବାପ୍ଟିଷ୍ଟ के बारे में विषय देखिबा he is the one who brought the word of the God. आओ से प्रभुଙ୍କର वाक्य Word of the God. सॉरी रिपीट दैट He is the one who brought the word of the God to the people after a long time. आओ हमें माने देखिबा को कि जॉन द बैप्टिस्ट से गुटे एम्प्टी व्यक्ति थिला कि से प्रभुଙ୍କର वाक्य को बहुत बृहत समय पाए से लोक मानकर पाखरे नै कि जाइतले हालेलुया He was filled with the spirit of the Lord. आओ से पवित्र आत्मा रे परिपूर्ण थिले Not from his childhood, but while he was in the womb. आओ से एम्प्टी नै जैसे शिशु बेला किंतु से जते बेले माता रे गर्भ थिले The spirit is enabling him to become light for the many people. आओ The spirit is making him to live like a word, like a light for others. आओ पवित्र आत्मा ताको साहाय्य करिले कि से वाक्य पाई ठिया हेबा पाई बहुत जीवनर कारण हेबा पाई While the people are in the darkness, आओ जते बेले लोक माने अंधकार मध्ये पड़ी अछि while there is no word of God, आज समय रे कोनो ईश्वरकर वाक्य नाही all the people they were eagerly waiting for the word of God. आओ से माने दीर्घ सहिष्णुतार साथे से माने वेटिंग करूची से माने प्रभु आसीबे कहि कि But see, through the John the Baptist, the darkness spirit went and the lightning spirit came. आओ हमें माने जॉन लिखित जॉन बाप्टिस्ट को द्वारा हमें माने देखिबा को पारे गुटे आलो हम पाखरे आसीछि He is making the way for the salvation. He is making the way for our salvation. He is making the way for our God, who is who brings salvation to आओ us. से गुटे हमरो प्रभुଙ୍କର पाई प्रस्तुत रास्ता पथ प्रस्तुत करिले जे प्रभु हम मानको उद्धार दे पारे He is clearing the way for the God. आओ से प्रभुଙ୍କର पाई गुटे रास्ता परिष्कार करिले पथ परिष्कार He करिले is clearing the way for the Lord, who brings salvation for us. आओ से पथ को परिष्कार करिले जे पथरे हमरो प्रभु आसीले जा द्वारा हमें उद्धार पाइली If you read in the Matthew, आओ जेते बेला हमें मत्ती से पढिबा you know what? If you filled with the spirit of the Lord, we will be with the boldness. आओ जेते बेला हमें माने पवित्र आत्मा रे परिपूर्ण हेबे हमें माने गुटे उत्साह और गुटे साहस पाइबा Do you know for what the boldness will help us? आओ साहस हमके कोन साहाय्य करे आपण माने जानते कि Do you know in which way the boldness will help us? आओ कोन की प्रकार भाबे से साहस कार्य करे It will help us to speak the truth. आओ यह साहाय्य करे प्रभुଙ୍କର सत्य विषय को धरि रखिबा पाई Amen. Hallelujah. हालेलुया The same thing is John the Baptist is doing now. आओ से समान विषय प्रभु जॉन द बैप्टिस्ट करूछि He is doing the same thing. He is speaking about the truth. आओ से सत्य विषय पे कथा That कहूछि Jesus told that I am the way, I am the truth. आ यीशु कहले मु पथ मु सत्य और मार्ग Now the John the Baptist is speaking. Now the John Baptist is saying about the truth. आओ एबे हमें माने देखिबा को पारे कि जॉन द बैप्टिस्ट से सत्य विषय कहूछि So through him he became the light of the आओ world. से द्वारा से गुटे जगतर ज्योति हेले So if you read Matthew chapter 3 verse 5 to 6, it says that the Spirit will enable us to bring the people to repentance. आओ जेते बेला हमें माने मथि लिखित सुसमाचार तांको 3 अध्याय तांको 5 और 6 पद पढिबा से स्थाने हमको देखिबा को पारे कि पवित्र आत्मा हमको सहाय्य करे कि लोक मानको आनिबा पाई The people will enable us, the Holy Spirit will enable to bring the people for repentance. आओ पवित्र आत्मा हमको सहाय्य करे कि लोक मानकर जीवन को स्वीकार करिबा को स्वीकार Now the same thing is जीवन रो सब पाप को स्वीकार करिबा को now the same thing is happening with the John the Baptist. Now the same thing आओ is happening with the John the Baptist. समान विषय देखिबा को पारे कि जॉन बैप्टिस्ट से विषय करूछि Through him many people are coming to the God and they are repenting. आओ तांको द्वारा बहुत लोक माने प्रभु को विश्वास करूछि से माने स्वीकार करूछि So when you filled with the Spirit of the Lord, जेते बेले आपण माने पवित्र आत्मा रे परिपूर्ण हेबे through your testimony, आओ तापर साक्ष्य द्वारा through your words, आओ आपनकर वाक्य द्वारा through your
behavior, ଆପଣଙ୍କର ବ୍ୟବହାର ଦ୍ୱାରା God will bring the people for the repentance. ପ୍ରଭୁ ଲୋକମାନଙ୍କ ଆଣିବେ ଲୋକମାନେ ତାଙ୍କର ପାପକୁ ସ୍ୱୀକାର କରିବେ Hallelujah. ହାଲେଲୁୟା ହାଲେଲୁୟା You will become the light of the world. ଆପଣମାନେ ଜଗତର ଜ୍ୟୋତି ଅଟେ But it will happen only when you are filled with the ଆଉ ଏ Lord. ବିଷୟ ତେବେ ପସିବଲ୍ ହେବ ଯେତେବେଳେ ଆପଣମାନେ It ପବିତ୍ର will, ଆତ୍ମାରେ ପରିପୂର୍ଣ୍ଣ ହେବେ happen only when you are filled with the Spirit of the Lord. ଆଉ ଆପଣମାନେ ଯେତେବେଳେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବେ Hallelujah, hallelujah. Everyone, please clap your hands. Please clap. ଆଜି Please, ଯେତେବେଳେ please, ପବିତ୍ର ଆତ୍ମାରେ please clap ପରିପୂର୍ଣ୍ଣ your hands. ହେବେ Welcome the Holy Spirit. ପ୍ରଭୁଙ୍କର Welcome the Holy Spirit with you all. ପ୍ରଭୁ ଆପଣଙ୍କର ଆତ୍ମାରେ Lord, ପରିପୂର୍ଣ୍ଣ please, କର could you all please close your eyes? ହାଲେଲୁୟା ଆପଣମାନେ ଚକ୍ଷୁକୁ ବନ୍ଦ କରନ୍ତୁ ଆପଣମାନଙ୍କୁ କୁହନ୍ତୁ ପ୍ରଭୁ ଆଜି ନୂଆ ଶକ୍ତିରେ ଆମକୁ ପରିପୂର୍ଣ୍ଣ କର Hallelujah, 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 ହାଲେଲୁୟା ପ୍ରେଜ୍ hallelujah. ଆପଣମାନେ ପ୍ରାର୍ଥନା କରନ୍ତୁ ଓ ପ୍ରଭୁ ତୁମ ଆତ୍ମାରେ ପରିପୂର୍ଣ୍ଣ କର ଓ ପ୍ରଭୁ ତୁମ ନୂଆ ବର୍ଷାରେ ପରିପୂର୍ଣ୍ଣ କର ତୁମ ନୂଆ ନୂଆ ଗିଫ୍ଟରେ ମୋତେ ପରିପୂର୍ଣ୍ଣ କର ଓ ପ୍ରଭୁ ଯାହା ଆମର ଭୁଲ ଅଛି ତାହା ଆମକୁ କ୍ଷମା ଦିଅ Close your eyes, close your eyes and start asking the ଆସନ୍ତୁ Lord. ଆମେ ଚକ୍ଷୁକୁ ବନ୍ଦ କରିବା ଆମେ କାହାକୁ ଦେଖି ନା ଦେଖିକି ଆମେ ପ୍ରଭୁଙ୍କ ପ୍ରାର୍ଥନା କରିବା Lord, please fill with me your power. ଓ ପ୍ରଭୁ ତୁମ ଆତ୍ମାରେ ଆହୁରି ଗୋଟେ ବାର ପରିପୂର୍ଣ୍ଣ Lord, କର please fill with me your power. ଓ ପ୍ରଭୁ ତୁମ ଆତ୍ମା ମୋତେ ଭରି ଦିଅ Lord, please fill with me the ଓ power. ପ୍ରଭୁ ତୁମ ଆତ୍ମା ଆଜି ଆମକୁ ଛୁଅ Lord, your Spirit will give me strength. ଆଉ ପ୍ରଭୁ ତୁମ ଆତ୍ମା ଆମକୁ ଶକ୍ତି ଦେଇପାରେ Lord, your Spirit will enable